ମୋ ନାଁ ହେଉଛି ବିକାନ୍ତ ରେଡ୍ଡି ହାବିଲଦାର। ମୁଁ ବର୍ତ୍ତମାନ ବମ୍ ସ୍କ୍ୱାଡ୍ ଇନଚାର୍ଜ ଅଛି। ଆଉ କୋର୍ଟରୁ ଆମର ସେସନ୍ସ କୋର୍ଟରୁ ଗୋଟେ ଆଇଲା ଯେ ଗୋଟେ ଅର୍ଡ଼ର ଗୁଡ଼ା ଆଇଲା ଯେ ଆମ ଏସ୍ପି ସାର୍ଙ୍କ ଆଦେଶ ମତେ ଆମେ ଯାଇକି ବର୍ତ୍ତମାନ ଚେକ୍ କଲୁ। ମୋ ସାଇବାବାଙ୍କ ଚେମ୍ବର ଆଉ ଉପର ତଳ 3 ମହଲା ଚେମ୍ବର ସବୁ ଚେକ୍ କଲୁ। ଚେକ୍ କରିବା ଭିତରେ ଏବେ କିଛି ମିଳିଲାନି। ଆମେ ପୁରା କୋର୍ଟ ଯାକ ଚେକ୍ କଲୁ, ଫାର୍ଷ୍ଟ ଫ୍ଲୋର୍, ସେକେଣ୍ଡ ଫ୍ଲୋର୍, ଥାର୍ଡ଼ ଫ୍ଲୋର୍ ଆଉ ଗ୍ରାଉଣ୍ଡ ଫ୍ଲୋର୍ 3ଟା ଚେକ୍ କଲୁ। ଚେକ୍ କରିବା କାହିଁ କିଛି ଆମକୁ ମିଳିଲାନି। ନା କ'ଣ ଗୋଟେ ବମ୍ ସେଟିଂ ପାଇଁ ଆମକୁ ଅର୍ଡ଼ର ଆସିଥିଲା। ଏସ୍ପି ସାର୍ଙ୍କର ଆଦେଶ ମତେ ଆମେ ଆସିଥିଲୁ। ସକାଳ 8ଟା ବେଳକୁ କୋର୍ଟର ଆମର ଯେଉଁ ଡିଜେ କୋର୍ଟର ଇମେଲ୍ ଆଡ୍ରେସ୍ ଗୋଟେ ମେଲ୍ଟି ଆସିଲା ଯେ ଆମ କୋର୍ଟ ପରିସର ମଧ୍ୟରେ 23ଟି ଗ୍ୟାସ୍ ବମ୍ ଖଞ୍ଜା ଯାଇଛି ଏବଂ ସେଇ ବମ୍ଟି ଘଣ୍ଟେ 15 ଘଣ୍ଟା ମଧ୍ୟରେ ବ୍ଲାଷ୍ଟ କରିବ। ତାହା ଆମେ ଆମର ରେଜିଷ୍ଟ୍ରାର ସାର୍ ପୋଲିସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ପୋଲିସ କର୍ତ୍ତୃପକ୍ଷ ତାଙ୍କର ସ୍କ୍ୱାଡ୍ ଆସି କୋର୍ଟରେ ଛାନଭିନ୍ କରି ବର୍ତ୍ତମାନ ଯାଇଛନ୍ତି। କିନ୍ତୁ କୌଣସି କିଛି ମିଳିଲାନି। ଏଇଟା ଆଗରୁ ତ ହେଇଥିଲା ଓଡ଼ିଶାରେ 2ଟି କୋର୍ଟରେ ଏମିତି ଧମକ ଦେଇଥିଲେ। ମୁଁ ଭାବୁଛି ସେମିତି ବୁମାରା ହେଇଥିବ ଗୋଟେ।